ସଂଘର୍ଷ ସଂଘର୍ଷ ତ ଏଠି ସମସ୍ତେ କରୁଛନ୍ତି, ହେଲେ ହଁ, ସେଇ ସଂଘର୍ଷ ଭିତରେ ନିଜକୁ ମାରି ଦେଇଛନ୍ତି। ଆମେ ନିଜ ଲକ୍ଷ୍ୟ ପଛରେ ଦୌଡ଼ିବା ଭିତରେ କେବଳ ଥରଟେ ଯଦି ପଛକୁ ଚାହିଁ ଅନେଇବା, ଆମେ ଜାଣିପାରିବା ଯେ ଆମେ ଆମ ନିଜକୁ କାହିଁ କେବେଠୁ ହଜେଇ ସାରିଛେ। ଏବେ ଯେଉଁ ସବୁ ଜିନିଷରୁ ଖୁସି ହେବାର ଅଭିନୟ କରୁଛେ, ସତରେ କ'ଣ ଆମେ ଏଇସବୁ ଚାହୁଁଥିଲେ? ସମୟ ଆସିବ, ତମ ପାଖରେ, ତମ ଚାରିପାଖରେ, ତମ ନିଜ ଚିନ୍ତାଧାରାରେ ଥିବା ପ୍ରତ୍ୟେକଟି ମଣିଷକୁ ତମେ ଆଉ ଖୋଜିଲେ ବି ପାଇବନି। ସମୟ ସେବେ ବି ଜିତି ଆସୁଥିଲା, ଆଉ ଆଜି ବି ଜିତିବ। ସମୟ ଆଗରେ ହାରିକି ଆମକୁ ମୁଣ୍ଡ ନୋଇବାକୁ ପଡ଼ିବ, ଆଉ ଏ ପ୍ରକୃତିର ନିୟମକୁ ମାନି ନେବାକୁ ପଡ଼ିବ। ବୟସର ଦିନରେ ଆମେ ମଧ୍ୟାହ୍ନ ଆଡ଼କୁ ଆଗେଇ ଚାଲିଛେ। ମଧ୍ୟାହ୍ନ ଯାଇ କେତେବେଳେ ଯେ ସୂର୍ଯ୍ୟ ଅସ୍ତ ହୋଇଯିବ ଆଉ ଅନ୍ଧାର ମାଡ଼ି ଆସିବ ଜଣାପଡ଼ିବନି। ଏ ସହରରେ ଚାରିଆଡ଼େ ଲୋକ, ଆଉ ସବୁଆଡ଼େ ଭିଡ଼। ଭିଡ଼ ଭିତରେ ଥାଇ ବି ସମସ୍ତେ ଆଜି ଏଠି ଏକା। ଏଠି ଫ୍ରେଣ୍ଡସ୍ ତ ବହୁତ ଅଛନ୍ତି, ହେଲେ ତା ଭିତରୁ ସାଙ୍ଗ କେତେଜଣ? ଘଣ୍ଟା ଘଣ୍ଟା ଧରି ଖଟି କରିବାକୁ ଏଠି ବହୁତ ପିଲା ମିଳିଯିବେ, ହେଲେ ତମ ଜୀବନରେ କ'ଣ ଚାଲିଛି ସେଇଟା ଜାଣିବା ପାଇଁ କାହା ପାଖରେ ବି ଟିକେ ସମୟ ନାହିଁ। ମୁଁ ଆଜି ଏ ସମୟ ସହ ତାଳ ଦେଇ ଚାଲିବା ଶିଖିଯାଇଛି। ଏ ବାହାର ଦୁନିଆ ପାଇଁ ମୁଁ ଗୋଟିଏ ମଣିଷ, ଆଉ ନିଜ ପାଇଁ ମୁଁ ଗୋଟେ ମଣିଷ ହେଇଯାଇଛି। ଏଇ ଦିଟା ମଣିଷ ଭିତରେ ଆଜି ବି ରାଗ, ଅଭିମାନ ଚାଲୁ ରହିଛି। ନା ଅଭିମାନ ସରିଛି, ନା କିଏ କାହାକୁ ବୁଝିପାରିଛନ୍ତି। ବୋଧହୁଏ ଅଭିମାନର ଅନ୍ୟ ନାଁ ଭଲ ପାଇବା, ଆଉ ସେ ଭଲ ପାଇବାକୁ ନେଇ ଶେଷ ନିଶ୍ୱାସ ଯାଏଁ ବାଟ ଚାଲିବାକୁ ଜୀବନ କୁହନ୍ତି ବୋଲି ମୁଁ ମାନି ନେଇଛି।